ଆମେ ସମସ୍ତେ ତ କମ୍ପ୍ୟୁଟର ବ୍ୟବହାର କରୁଛେ, ହେଲେ କେବେ ଭାବିଛନ୍ତି କି ସବୁ ଅପରେଟିଂ ସିଷ୍ଟମ ମାନେ ଓଏସ୍ ଗୋଟେ ପ୍ରକାରର ନୁହେଁ? ଆଜି ଆମେ ଏଇ ବିଷୟରେ ଟିକେ ଗଭୀର ଭାବେ କଥା ହେବା। ଆମ ପାଖରେ ଯୋଉ ତଥ୍ୟ ଅଛି, ସେଥିରୁ ଜଣାପଡୁଛି କେମିତି ଅଲଗା ଅଲଗା କାମ ଆଉ ପରିବେଶ ପାଇଁ ଅଲଗା ଓଏସ୍ ତିଆରି ହୋଇଛି। ଚାଲନ୍ତୁ ଦେଖିବା ଏସବୁ କ'ଣ। ତ ପ୍ରଥମ କଥା ହେଲା, ଏଇ ତଥ୍ୟ ଅନୁସାରେ ଅପରେଟିଂ ସିଷ୍ଟମ ଗୁଡ଼ିକୁ ମୁଖ୍ୟତଃ ସେମାନେ କେମିତି କାମ କରନ୍ତି ଆଉ କୋଉ ପରିବେଶରେ କାମ କରନ୍ତି, ହଁ। ସେଇ ଆଧାରରେ ଭାଗ କରାଯାଇପାରେ। ଏହା ସାଧାରଣ କମ୍ପ୍ୟୁଟର ଓଏସ୍ ଠୁ ଆରମ୍ଭ କରି ବହୁତ ଜଟିଳ ସିଷ୍ଟମ ଯାଏ ହେଇପାରେ। ଆଉ ଏଠି ଗୋଟେ ମଜାଦାର କଥା ହେଉଛି, ମାନେ ଏଇ ଯୋଉ ଭାଗ କରାଯାଇଛି, ଏଇଟା ଖାଲି ଗୋଟେ ଲିଷ୍ଟ ନୁହେଁ। ଏଇଟା ଦେଖାଏ କେମିତି କମ୍ପ୍ୟୁଟିଂର ଆବଶ୍ୟକତା ବଦଳିଛି ଆଉ ତା ସହିତ ଓଏସ୍ ଡିଜାଇନ ବି ବଦଳିଛି। ଗୋଟେ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ଗୋଟେ ନିର୍ଦ୍ଦିଷ୍ଟ ପ୍ରକାରର ଓଏସ୍ ତାର ବିକାଶ ହେଇଛି। ଏଇ ଯୋଉ ବିବିଧତା, ଏଇଟା ହିଁ କମ୍ପ୍ୟୁଟିଂର କ୍ରମ ବିକାଶକୁ ଦେଖାଏ। ହଁ, ସେଇଟା ଠିକ୍। ଆମ ତଥ୍ୟରେ କିଛି ମୁଖ୍ୟ ପ୍ରକାରର ଓଏସ୍ ବିଷୟରେ କୁହାଯାଇଛି, ଯେମିତିକି ବ୍ୟାଚ୍ ଓଏସ୍, ମଲ୍ଟିପ୍ରୋଗ୍ରାମିଂ, ମଲ୍ଟିପ୍ରୋସେସିଂ ଆଉ ମଲ୍ଟିଟାସ୍କିଂ। ହଁ, ନେଟୱାର୍କ ଓଏସ୍ ବି ଅଛି। ହଁ, ନେଟୱାର୍କ ଓଏସ୍, ରିଅଲ୍ ଟାଇମ୍ ଓଏସ୍ ଆଉ ବିତରିତ ଓଏସ୍ ମାନେ ଡିଷ୍ଟ୍ରିବ୍ୟୁଟେଡ୍ ଓଏସ୍। ଏସବୁ ଶୁଣିବାକୁ ଟିକେ ବୈଷୟିକ ଲାଗିପାରେ, କିନ୍ତୁ ସମସ୍ତଙ୍କର ଗୋଟେ ନିର୍ଦ୍ଦିଷ୍ଟ କାମ ଅଛି। ଠିକ୍ କହିଲେ। ଚାଲନ୍ତୁ କିଛି ଉଦାହରଣ ଦେଖିବା, ବୁଝିବା ପାଇଁ ସହଜ ହେବ। ପ୍ରଥମେ ଆସିଲା ବ୍ୟାଚ୍ ଓଏସ୍। ଏଇଟା ବହୁତ ପୁରୁଣା କଥା, ମାନେ ପ୍ରାରମ୍ଭିକ କମ୍ପ୍ୟୁଟର ସମୟର। ଏଥିରେ କ'ଣ ହଉଥିଲା ନା, ଏକା ଭଳିଆ କାମଗୁଡ଼ିକୁ ଏକାଠି କରି ଗୋଟେ ବ୍ୟାଚ୍ ବନେଇ ଦିଆଯାଉଥିଲା, ଆଉ ସେଇଟାକୁ ବିନା କୌଣସି ବାଧାରେ ଗୋଟେ ପରେ ଗୋଟେ ଚଲାଯାଉଥିଲା। ବ୍ୟବହାରକାରୀ ସିଧା କମ୍ପ୍ୟୁଟର ସହ କଥା ହେଇପାରୁନଥିଲେ। ଓହୋ, ଆଜିକାଲି ଭଳି ନୁହେଁ। ଆଜିକାଲି ତ ଆମେ ସିଧା କମାଣ୍ଡ ଦେଉଛେ, ଇଣ୍ଟରାକ୍ଟିଭ। ହଁ, ସେତେବେଳେ ବହୁତ ଅଲଗା ଥିଲା। ତାପରେ ଆସୁଛି ମଲ୍ଟିପ୍ରୋଗ୍ରାମିଂ ଆଉ ମଲ୍ଟିଟାସ୍କିଂ। ଏଗୁଡ଼ିକ ଆହୁରି ମଜାଦାର ଲାଗୁଛି। ମଲ୍ଟିପ୍ରୋଗ୍ରାମିଂ ବିଷୟରେ କ'ଣ କହିବେ? ଏହାର ମୂଳ ଉଦ୍ଦେଶ୍ୟ କ'ଣ? ମଲ୍ଟିପ୍ରୋଗ୍ରାମିଂର ମୂଳ ଉଦ୍ଦେଶ୍ୟ ହେଲା ସିପିୟୁକୁ ଯେତେ ସମ୍ଭବ ବ୍ୟସ୍ତ ରଖିବା। ଏଥିପାଇଁ ଏକାଠି ବହୁତ ଗୁଡ଼ିଏ ପ୍ରୋଗ୍ରାମ ମେମୋରିରେ ରଖାଯାଏ। ଫଳରେ ଯଦି ଗୋଟେ ପ୍ରୋଗ୍ରାମ କୌଣସି କାରଣରୁ ଅଟକିଗଲା, ମାନେ ଧରନ୍ତୁ କିଛି ଇନପୁଟ୍ ଆଉଟପୁଟ୍ କାମ ପାଇଁ, ଆଚ୍ଛା। ସେତେବେଳେ ସିପିୟୁ ଅନ୍ୟ ଗୋଟେ ପ୍ରୋଗ୍ରାମକୁ ଚଲେଇବ, ଖାଲି ବସି ରହିବନି। ଓ, ମାନେ ସମୟର ସଠିକ୍ ବ୍ୟବହାର। ହଁ, ଠିକ୍ ସେଇଆ। ଆଉ ମଲ୍ଟିଟାସ୍କିଂ ହେଲା ଏହାର ଆଉ ଟିକେ ଆଗର ରୂପ। ଏଟା ଏମିତି ଗୋଟେ ଭ୍ରମ ତିଆରି କରେ, ଯେମିତି ଲାଗିବ ଏକା ସମୟରେ ବହୁତ ଗୁଡ଼ାଏ କାମ ଚାଲିଛି। ହଁ, ଯେମିତି ଆମେ ଗୀତ ଶୁଣିବା ସାଙ୍ଗେ ସାଙ୍ଗେ ଟାଇପ୍ କରୁ। ଏକଦମ ଠିକ୍। ପ୍ରକୃତରେ ଓଏସ୍ କ'ଣ କରେ ନା, ବହୁତ ଜଲ୍ଦି ଗୋଟେ କାମରୁ ଆର କାମକୁ ସ୍ୱିଚ୍ କରେ। ଆମକୁ ଜଣାପଡ଼େନି। ଏଟା ସାଧାରଣ ଡେସ୍କଟପ୍ ଓଏସ୍ ପାଇଁ ବହୁତ ବହୁତ ଜରୁରୀ। ବୁଝିଲି। ଏବେ ଆସିବା ରିଅଲ୍ ଟାଇମ୍ ଓଏସ୍ କଥାକୁ। ଏଇଟା ଟିକେ ଅଲଗା ଶୁଭୁଛି। ହଁ, ଏଟା ବହୁତ ଖାସ୍। ଏହାର ମୁଖ୍ୟ କାମ ହେଲା ଗୋଟେ ନିର୍ଦ୍ଧାରିତ ସମୟସୀମା ଭିତରେ କାମଟାକୁ ସାରିବା, ଏକଦମ ଠିକ୍ ସମୟରେ। ମାନେ ସମୟଟା ବହୁତ ଗୁରୁତ୍ୱପୂର୍ଣ୍ଣ ଏଠି। ବହୁତ ବେଶୀ। ଟିକେ ବିଳମ୍ବ ହେଲେ ବି ବଡ଼ ଅସୁବିଧା ହେଇପାରେ। ଏଗୁଡ଼ାକ ସାଧାରଣତଃ ମେଡିକାଲ ଉପକରଣରେ ବ୍ୟବହାର ହୁଏ, କିମ୍ବା ଏରୋପ୍ଲେନ୍ କଣ୍ଟ୍ରୋଲ ସିଷ୍ଟମରେ, ଆଚ୍ଛା। କିମ୍ବା ବଡ଼ ବଡ଼ କାରଖାନାର ନିୟନ୍ତ୍ରଣ ପାଇଁ, ଯୋଉଠି ମିଲି ସେକେଣ୍ଡର ବି ମୂଲ୍ୟ ଅଛି। ବାଃ, ବହୁତ ଗୁରୁତ୍ୱପୂର୍ଣ୍ଣ ଜାଗାରେ ଏହା କାମ କରେ। ହଁ, ଆଉ ଶେଷରେ ସଂକ୍ଷେପରେ କହିଲେ, ବିତରିତ ଓଏସ୍ ବା ଡିଷ୍ଟ୍ରିବ୍ୟୁଟେଡ୍ ଓଏସ୍। ଏହାର ଆଇଡିଆଟା ହେଲା ବହୁତ ଗୁଡ଼ିଏ ଅଲଗା ଅଲଗା କମ୍ପ୍ୟୁଟରକୁ ଏକାଠି ଯୋଡ଼ି ଏମିତି କାମ କରେଇବା। ଯେମିତି ସେଗୁଡ଼ା ଗୋଟିଏ ବଡ଼ ଶକ୍ତିଶାଳୀ କମ୍ପ୍ୟୁଟର ଭଳି ଲାଗିବ। ହଁ, ଠିକ୍ ସେଇଆ। ଏହାଦ୍ୱାରା ରିସୋର୍ସ ସେୟାର କରାହୁଏ, କାମ କରିବାର ଦକ୍ଷତା ବଢ଼େ। କିନ୍ତୁ ହଁ, ଏହାକୁ ତିଆରି କରିବା ଆଉ ଚଲେଇବା ଟିକେ ଜଟିଳ। ବୁଝିଲି। ତେବେ ଏ ଯୋଉ ଯେତେ ସବୁ ଆମେ କଥା ହେଲେ, ଏଥର ମୁଖ୍ୟ କଥା କ'ଣ ବାହାରିଲା? ମୋଟାମୋଟି ଭାବେ ଅପରେଟିଂ ସିଷ୍ଟମ କେବଳ ଗୋଟିଏ ପ୍ରକାରର ନୁହେଁ। କାମ, ପରିବେଶ ଆଉ ଆବଶ୍ୟକତା ଅନୁସାରେ ଏହାର ବହୁତ ରୂପ ଅଛି। ସେଇ ପୁରୁଣା ବ୍ୟାଚ୍ ସିଷ୍ଟମର ସରଳତାଠାରୁ ଆରମ୍ଭ କରି ଏବେକାର ରିଅଲ୍ ଟାଇମ୍ ସିଷ୍ଟମର ସଠିକତା ପର୍ଯ୍ୟନ୍ତ ସବୁର ନିଜ ନିଜ ଜାଗାରେ ଗୁରୁତ୍ୱ ଅଛି। ହଁ, ନିଶ୍ଚୟ। ଆଉ ଏହି ବିବିଧତାକୁ ବୁଝିଲେ ଟେକ୍ନୋଲୋଜି କେମିତି କାମ କରେ, ତାହା ବୋଧେ ଆମେ ଆହୁରି ଭଲ ଭାବେ ଜାଣିପାରିବା। ଏକଦମ ସତ କଥା। ଆଉ ଏଇ ଯୋଉ ଭାଗ ଭାଗ କଥା ଆମେ କହିଲେ, ଏଇଟା ଖାଲି ପଢ଼ିବା ପାଇଁ ନୁହେଁ, ଏହାର ବ୍ୟବହାରିକ ଗୁରୁତ୍ୱ ବି ଅଛି। ଆଉ ଗୋଟେ କଥା ମନେ ରଖିବାକୁ ହେବ, ଆଜିକାଲିକା ଯୋଉ ଆଧୁନିକ ଓଏସ୍ ଅଛି, ସେଗୁଡ଼ିକ ପ୍ରାୟତଃ ଏକାଧିକ ବର୍ଗର ଗୁଣ ନିଜ ଭିତରେ ରଖିଥାନ୍ତି। ଓ, ମାନେ ମିଶିକି ଥାଏ। ହଁ, ମିଶିକି ଥାଏ। ଯେମିତି ଗୋଟେ ଆଧୁନିକ ଡେସ୍କଟପ୍ ଓଏସ୍, ସେ ମଲ୍ଟିଟାସ୍କିଂ ବି କରେ, ମଲ୍ଟିପ୍ରୋସେସିଂ ବି ସପୋର୍ଟ କରେ, ଆଉ ନେଟୱାର୍କିଂ କ୍ଷମତା ତ ନିଶ୍ଚୟ ଥାଏ। ତେବେ ଏସବୁ ଜାଣିବା ପରେ ଗୋଟେ ପ୍ରଶ୍ନ ମନକୁ ଆସୁଛି। କ'ଣ?
ଯଦି ଏତେ ପ୍ରକାର ଓଏସ୍ ଅଛି ତେବେ କୋଉ ପରିସ୍ଥିତି ପାଇଁ କୋଉଟା ସବୁଠୁ ଭଲ କେମିତି ବାଛିବା କୋଉ ଓଏସ୍ ବାଛିଲେ କ'ଣ ଫାଇଦା କ'ଣ ଅସୁବିଧା ହେଇପାରେ ଏ ବିଷୟରେ ଭାବିବା ପାଇଁ ଏଇଟା ଗୋଟେ ଭଲ ଆରମ୍ଭ ନା